ରାମଲିଙ୍ଗ ବନ୍ଧ ବ୍ରହ୍ମପୁର ଜନଜୀବନର ଏକ ଅଭିନ୍ନ ଅଙ୍ଗ। ଦୀର୍ଘକାଳ ଧରି ମଧ୍ୟ ବ୍ରହ୍ମପୁରବାସୀଙ୍କ ଦୈନନ୍ଦିନ ବ୍ୟବହାର ସାଙ୍ଗକୁ ସାଧ୍ୟ ଅବସର ବିନୋଦନ ସ୍ଥଳୀ। ରାମଲିଙ୍ଗେଶ୍ୱର ମନ୍ଦିର ଓ ତତ୍ସଂଲଗ୍ନ ବନ୍ଧ ଏକ ଟ୍ରଷ୍ଟ ମାଲିକାନାରେ ପରିଚାଳିତ ହେଉଥିଲେ ହେଁ ସହରବାସୀଙ୍କ ସାମୂହିକ ସ୍ୱାର୍ଥ ଦୃଷ୍ଟିରୁ ବ୍ରହ୍ମପୁର ପୌରପାଳିକା ପକ୍ଷରୁ ପର୍ଯ୍ୟାୟକ୍ରମେ ବନ୍ଧ ଓ ହୁଡ଼ାର ରକ୍ଷଣାବେକ୍ଷଣ କାର୍ଯ୍ୟ ହାତକୁ ନିଆଯାଇ ଆସିଥିଲା। विगत शताब्दी शेष भाग में रामलिंग बंध नवीकरण प्रस्ताव को नहीं ट्रस्ट और पौरपालिका मध्य विवाद सूत्रपात हो सुप्रीमकोर्ट जाए माली मकदमा जाइतिला। तेबे चलित शताब्दी प्रारंभ दुई पक्ष मध्य विवाद मीमांसा निमंते क्रमागत उद्यम करा जाई बुझामणारे पहुंचीथिले। फल बहु प्रतीक्षित रामलिंग बंध नवीकरण रूपायन संभवपर हो पारिछि। एबिकार ब्रह्मपुर सहर पूर्व इतिहास को मने पकाइले 1962 मसीहारू 1972 मध्यर मोहरी राजप्रसाद बड़ बजार ठारे स्थापित होइथिबा जानिबाकु मिले। एहा परे एहार आखपाख अंचल रे बहु मठ मंदिर और पुष्करिणी गढ़ी उठिथिबा कहंती एवं क्रम विकसित जनपदटी देवतामानंक बासस्थली। ब्रह्मपुर नामित होइथिबा स्थानीय केतेक ऐतिहासिक विश्वास करिथांती। उन्नीस 1936 स्वतंत्र ओडिशा प्रदेश गठन 1947 भारत स्वाधीन होगा जाए ब्रह्मपुर मुख्यतः एक द्विभाषी सहर रूपे विकसित होता। 1911 मसीहा बेलू जनसुमारी सहरर प्रति 1000 जनसंख्या 512 जन ओडिया और 453 जन तेलुगु भाषाभाषी को चिन्हट करा।
ବ୍ରହ୍ମପୁର ସହରୀ ସଂସ୍କୃତିରେ ଓଡ଼ିଆ ଓ ତେଲୁଗୁ ଉଭୟ ସମ୍ପ୍ରଦାୟର ଝଲକ ଦେଖିବାକୁ ମିଳେ। ଅତୀତ ବ୍ରହ୍ମପୁରରେ ମହୁରୀ ରାଜପ୍ରସାଦ ସଂଲଗ୍ନ ବଡ଼ବଜାର ଠାରୁ ଆରମ୍ଭ କରି ବାହାପୁର ବଜାର ପର୍ଯ୍ୟନ୍ତ ତେଲୁଗୁ ଭାଷାଭାଷୀ ଲୋକ ବସବାସ କରୁଥିବା ଜାଣିବାକୁ ମିଳେ। ଏହି କ୍ରମରେ ବର୍ତ୍ତମାନର ବ୍ରହ୍ମପୁର ମ୍ୟୁନିସିପାଲିଟି ଅଫିସ ସଂଲଗ୍ନ କାମ୍ପସାଇ ସ୍ଥାପିତ ହୋଇଥିବା କୁହାଯାଇଥାଏ। ପ୍ରଥମ ଦଶକରେ ରାମଲିଙ୍ଗେଶ୍ୱର ମନ୍ଦିର ଓ ତା ସଂଲଗ୍ନ ପୁଷ୍କରିଣୀ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଅବସ୍ଥାପିତ ହୋଇଥିବା କୁହାଯାଇଥାଏ। ଓଡ଼ିଆ ଶବ୍ଦକୋଷରେ ବନ୍ଧ ଶବ୍ଦର ଅର୍ଥ ହୁଡ଼ାଦିଆ ପୋଖରୀ ଓ ପୁଷ୍କରିଣୀର ଅର୍ଥ ପଦ୍ମପୂର୍ଣ୍ଣ ସରୋବର। ରାମଲିଙ୍ଗ ବନ୍ଧ ନବୀକରଣ ପରେ ଏହାର ହୁଡ଼ାରେ ବ୍ୟାପକ କଂକ୍ରିଟ ନିର୍ମାଣ କରାଯାଇଛି। ବନ୍ଧର ପାଣି ମଧ୍ୟରେ ଦେବତାଙ୍କ ମୂର୍ତ୍ତି ସ୍ଥାପନ ସାଙ୍ଗକୁ ନୌକାରେ ଜଳବିହାରର ଯୋଜନା କରାଯାଇଛି। ଆଧୁନିକ ରୁଚି ଦୃଷ୍ଟିରୁ ଏହା ଏକ ଧରଣର ୱାଟର ପାର୍କ ପ୍ରତୀୟମାନ ହେବ। ତେବେ ବନ୍ଧ ପୁଷ୍କରିଣୀରୁ ଜଳାଶୟ ସ୍ତରକୁ ରୂପାନ୍ତରିତ ହୋଇଛି ବୋଲି କହିବାକୁ ହେବ।
ବହୁଦିନ ତଳର ହାଟପଦା, ଯାହାକୁ ବର୍ତ୍ତମାନ ଗିରି ମାର୍କେଟ କୁହାଯାଏ। ଉକ୍ତ ତାମରା ବନ୍ଧଠାରେ ବିଜୁ ପଟ୍ଟନାୟକ ପାର୍କ ବହୁ ଖର୍ଚ୍ଚରେ ନିର୍ମାଣ କରାଯାଇଥିଲା। ଏହାର ସବୁଜିମା ସୁନ୍ଦର ପରିବେଶ ସନ୍ଧ୍ୟା ସମୟରେ ଅତି ମନମୁଗ୍ଧକର। ଏଠାରେ ଥିବା ୱାଟର ବୋଟ୍ ତଥା ଖେଳ ସରଞ୍ଜାମ ଆଦି ଛୋଟ ପିଲାମାନଙ୍କର ଖେଳକୁଦ ଏବଂ ମନୋରଞ୍ଜନ ସାପେକ୍ଷ। ବଡ଼ବଜାର ନିକଟସ୍ଥ ଫୁଲସୁନ୍ଦରୀ ସାହିର ପୋଖରୀ ଆକାର ଦୃଷ୍ଟିରୁ ସେତେଟା ବଡ଼ ନ ହେଲେ ବି ଆଜିର ଦିନରେ ଏହି ଜଳାଶୟ ଉପରେ ନିର୍ଭର କରୁଥିବା ପାଖ ହରିଜନ ସାହିର ବାସିନ୍ଦା ତଥା ବଡ଼ ବଜାରକୁ ଆସୁଥିବା ବ୍ୟବସାୟୀଗଣ ଏହି ବନ୍ଧରେ ନିୟମିତ ଗାଧୁଆ ପାଧୁଆ କରୁଥିବାରୁ ଏହା ଜୀବନ୍ତ ଥିଲା ଭଳି ଜଣାପଡ଼ିଥାଏ। ହରିଡ଼ାଖଣ୍ଡି ବନ୍ଧଟି ବ୍ରହ୍ମପୁର ସହର ତଳି ଅଞ୍ଚଳରେ ଥିବା ଭଳି ମନେ ହେଉଥିଲେ ହେଁ ବର୍ତ୍ତମାନର ବର୍ଦ୍ଧିତ ଜନସଂଖ୍ୟା ତଥା ନୂତନ ବସ୍ତିମାନ ନିର୍ମାଣ ହେତୁ ଏହା ଲୁକାୟିତ ଥିବା ଭଳି ଜଣାପଡ଼ିଥାଏ। ତଥାପି ଏହି ଜଳାଶୟରେ ଆଖପାଖରେ ବସବାସ କରୁଥିବା ସହସ୍ରାଧିକ ଲୋକ ଏହାରି ଉପରେ ନିର୍ଭରଶୀଳ ରହିଥାନ୍ତି। ବନ୍ଧଟି ସହର ମଧ୍ୟକୁ ଆସିଥିବା ମୁଖ୍ୟ ସଡ଼କ ପାର୍ଶ୍ୱରେ ରହିଥିବା ହେତୁ ପଥଚାରୀମାନଙ୍କ ଗାଧୁଆ ପାଧୁଆ କରିବାରେ ଅତି ସୁବିଧାଦାୟକ। ବର୍ତ୍ତମାନ ମ୍ୟୁନିସିପାଲିଟି ଦ୍ୱାରା ଏହାର ତୁଠରେ ନିର୍ମାଣ କରାଯାଇଥିବା ବେଞ୍ଚ ସୁବିଧା ଯୋଗୁଁ ଉଦ୍ୟାନ ପ୍ରେମୀମାନେ ବସ ଉଠ କରିବାରେ ଅତି ଲାଭପ୍ରଦ ମନେ ହୁଏ।
ଅତୀତ ଦିନରେ ଲୋକମାନଙ୍କ ନିତ୍ୟ ଆବଶ୍ୟକ ଜଳ ନିମନ୍ତେ ସ୍ଥାନୀୟ ଉତ୍ସ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଥାଏ। ସେତେବେଳେ ନା ନଳକୂପ ନା ପାଇପ୍ରୁ ପାଣି ପିଇବାର ସୁବିଧା ଥାଏ। ପରିବାରର ରୋଷେଇବାସ ଠାରୁ ଆରମ୍ଭ କରି ଗାଧୁଆ ପାଧୁଆ, ଲୁଗାପଟା ସଫା କରିବା ଇତ୍ୟାଦି କାର୍ଯ୍ୟ ନିମନ୍ତେ ବନ୍ଧ ଓ କୂଅ ହିଁ ଏକମାତ୍ର ଉତ୍ସ ରହିଥାଏ। ପୁରୁଣା ବ୍ରହ୍ମପୁରର ବନ୍ଧକୁ ଆଇନା ବନ୍ଧ କୁହାଯିବାର ନାମକରଣ ମଧ୍ୟରୁ ଏହାର ଜଳ ତଥା ତୁଠର ପରିଷ୍କାର ପରିଚ୍ଛନ୍ନତାରେ ଆଇନା ଅର୍ଥାତ୍ ଦର୍ପଣ ସମାନ ନିର୍ମଳ ଥିବାକୁ ଦର୍ଶାଇଥାଏ। ରଙ୍ଗୁଣୀ ସାହି ବନ୍ଧକୁ ଡାଇମଣ୍ଡ ଟ୍ୟାଙ୍କ ବୋଲି ମଧ୍ୟ କୁହାଯାଇଥାଏ। ପୁରୁଣା ବ୍ରହ୍ମପୁରର ବର୍ଦ୍ଧିତ ଜନବସତି ମଧ୍ୟରେ ତେଲୁଗୁ ଭାଷାଭାଷୀ ଏହାରି ଚାରିପାଖରେ ଘରଦ୍ୱାର କରି ରହୁଥିବା ଦେଖିବାକୁ ମିଳେ। ଏହି ବନ୍ଧ ସଂଲଗ୍ନ ସତ୍ୟ ସାଇ ବାବାଙ୍କ ମନ୍ଦିର ତଥା ବ୍ରହ୍ମାଙ୍କ ମନ୍ଦିର ଏହାର ମୁଖ୍ୟ ବିଶେଷତ୍ୱ ଅଟେ। ସହରର ପଶ୍ଚିମ ଦିଗରେ ରେଜିଷ୍ଟର ଅଫିସ ଛକ ଦେଇ ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ପାର୍ଶ୍ୱରେ ପୂର୍ବ ଦିଗକୁ ଗଲେ ଧର୍ମନଗର ଛକ ପଡ଼େ। ସହରର ସିନେମା ହବ୍ ଭାବେ ଧର୍ମନଗର ଛକକୁ ଗଣନା କରାଯାଇଥାଏ। ଏହାର
ତିନି ପାର୍ଶ୍ୱରେ ତିନି ଗୋଟି ପ୍ରେକ୍ଷାଳୟ ରହିଥିବା ବେଳେ ବର୍ତ୍ତମାନ ସେଥିରୁ ଦୁଇ ଗୋଟି ଗୌତମ ଓ ରୁକ୍ମିଣୀ ହଲ୍ କାର୍ଯ୍ୟକ୍ଷମ। ବର୍ତ୍ତମାନର ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନର ନବୀକରଣ ଏଥିରେ ଅନ୍ୟ ଏକ ମନୋରଞ୍ଜନ ଭିତ୍ତିକ ଉତ୍ସ ଭାବରେ ଯୋଡ଼ି ହୋଇଥିବା ସହରବାସୀଙ୍କ ନିମନ୍ତେ ସୁଖଦ ଖବର ଅଟେ। ଗାନ୍ଧୀନଗରକୁ ସହରର ପ୍ରାଣକେନ୍ଦ୍ର ଭାବରେ ଗଣନା କଲେ ତତ୍ ସଂଲଗ୍ନ ବାରକ୍ ଷ୍ଟାଡିୟମର ଇତିହାସ ଅତି ରୋଚକପୂର୍ଣ୍ଣ ମନେ ହୋଇଥାଏ। ବିଗତ ଦିନରେ ଇଂରାଜୀ ସରକାରଙ୍କ ଅମଳରେ ସୈନ୍ୟ ଛାଉଣୀଙ୍କ ଅଭ୍ୟାସ ନିମନ୍ତେ ଏହି ବାରକ୍ ପଡ଼ିଆଟି ଉଦ୍ଦିଷ୍ଟ ରହିଥିବା ସ୍ଥଳେ ସ୍ୱାଧୀନୋତ୍ତର ଏହାର ସତ୍ତ୍ୱାଧିକାର ଭାରତୀୟ ସୈନ୍ୟବାହିନୀ ହାତକୁ ଯିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ତଥା ପୌର ସଂସ୍ଥା ସେଠାରେ ଖେଳ ପଡ଼ିଆ ନିର୍ମାଣ କରିବା ପାଇଁ ଏହାର ଭୂ ଅଧିକାର ନିମନ୍ତେ ଯେଉଁଭଳି କାଗଜପତ୍ରର ଲଢ଼େଇ କରିବାକୁ ପଡ଼ିଥିଲା ତାହା ସହବାସୀଙ୍କ ମାନସପଟରୁ ଏପର୍ଯ୍ୟନ୍ତ ଲିଭି ନାହିଁ। ବିଗତ ଦିନର ବିଜୁପୁର ଗାଁ ବାସିନ୍ଦାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ନିମନ୍ତେ ବିଜୁପୁର ବନ୍ଧ ଏବେ ଅଲୁଡ଼ା ଥିବା ଭଳି ଦେଖିବାକୁ ମିଳେ। ବର୍ତ୍ତମାନ ଘରେ ଘରେ ପାଇପ୍ ପାଣି ପିଇବାର ସୁବିଧା ଥିବା ହେତୁ ପ୍ରାୟତଃ ଏହି ବନ୍ଧ ନିକଟକୁ କେହି ଆସୁନଥିବା ଦେଖିବାକୁ ମିଳେ। କିଛି ଦିନ ପୂର୍ବେ ପୌର ନିଗମ ତରଫରୁ ଏଠାରେ ନୌକା ବିହାରର ବ୍ୟବସ୍ଥା କରାଯାଇଥିବା ସ୍ଥଳେ ବର୍ତ୍ତମାନ ଏହି କନ୍ଧରେ ପଙ୍କ ଏବଂ ଦଳର ଜମାଟ ହେତୁ ସେହି ସୁବିଧାରୁ ଅଞ୍ଚଳବାସୀ ବଞ୍ଚିତ।
ନିକଟସ୍ଥ ଗୋଲାପଲ୍ଲୀ ସାହିର ପୁଷ୍କରଣୀ ବସ୍ ଓ ଟ୍ରେନ୍ ଦ୍ୱାରା ସହର ମଧ୍ୟକୁ ଆସୁଥିବା ଅତିଥିମାନଙ୍କ ପାଇଁ ଅତି ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହା ବ୍ୟତୀତ ଏଥି ସଂଲଗ୍ନ ଶବଦାହ ମଶାଣି ଥିବା ହେତୁ ହିନ୍ଦୁମାନଙ୍କ ଦଶାହ କାର୍ଯ୍ୟ ସମ୍ପାଦନ କରିବାରେ ସୁବିଧାଦାୟକ ହୋଇପାରିଥାଏ। ବିଗତ ଦିନରେ ଗୋଦାବରୀଶ ସାହି ନିକଟସ୍ଥ ପୁଷ୍କରଣୀରେ ପଦ୍ମ ଫୁଟିବା ଏହାର ମୁଖ୍ୟ ବିଶେଷତ୍ୱ ବୋଲି କୁହାଯାଇଥାଏ। ବର୍ତ୍ତମାନ ଏହି ପୁଷ୍କରଣୀ ଲୋକମାନଙ୍କ ଦୈନନ୍ଦିନ ଆବଶ୍ୟକ ହେଉନଥିବା ହେତୁ ଏହା ପଙ୍କ ଦଳମୟ। ଧୀରେ ଧୀରେ ସହରର ପୁଷ୍କରଣ ଗୁଡ଼ିକ ଗୋଟିଏ ପରେ ଗୋଟିଏ ଅବ୍ୟବହାର୍ଯ୍ୟ ତଥା ସେଥିକୁ ଅଳିଆ ଆବର୍ଜନା ଫୋପାଡ଼ି ଦିଆଯାଉଥିବା ହେତୁ ତାହା ଶୁଷ୍କ ହୋଇଯାଉଥିବା ଏହାର ଅନ୍ୟତମ କାରଣ ଅଟେ। ଏହି ବିଷୟଟି ଉପରେ ଚର୍ଚ୍ଚା କରିବା ଆପଣମାନଙ୍କ ପସନ୍ଦ ଯୋଗ୍ୟ ହୋଇଥିଲେ ତଳ ଲାଇକ୍ ବଟନରେ ଲାଇକ୍ ଦେଇ ସବସ୍କ୍ରାଇବ୍ କରିବା ଭୁଲିବେ ନାହିଁ। ହଁ, ତଳ ବେଲ୍ ଆଇକନ୍ ନିଶ୍ଚୟ କ୍ଲିକ୍ କରିବେ, ଯାହାକି ଆଗାମୀ ଦିନରେ ମୋତେ ଏକ ନୂଆ ବିଷୟରେ ଏକ ଭିଡ଼ିଓ ପୋଷ୍ଟ କରିବା ପାଇଁ ଉତ୍ସାହଦାୟୀ ସାବ୍ୟସ୍ତ ହେବ।